ବାଲେଶ୍ୱର ହସ ପରିବାର ପକ୍ଷରୁ ବିଶ୍ୱ ହସ୍ୟ ଦିବସ ସ୍ଥାନୀୟ ଆତିଥ୍ୟ ଭବନ ପରିସରରେ ପାଳିତ ହୋଇଯାଇଛି। ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିରୋଗ ସ୍ୱାସ୍ଥ୍ୟ ରକ୍ଷା ପାଇଁ ହସର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ବିଶିଷ୍ଟ ନାଟ୍ୟକାର ଡକ୍ଟର ପ୍ରଦୀପ ଭୌମିକ ଓ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ହସ ମାନବ ଜୀବନର ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଥିଲେ। ମଣିଷର ଦୃଷ୍ଟିଭଙ୍ଗୀର ବଦଳିବା ସାଙ୍ଗକୁ ଜୀବନଶୈଳୀରେ ପରିବର୍ତ୍ତନ ହୋଇଥାଏ ବୋଲି ସେମାନେ କହିଥିଲେ। ଅବସରପ୍ରାପ୍ତ କର୍ମଚାରୀ ତଥା ବାଲେଶ୍ୱର ହସ ପରିବାରର ଆବାହକ ଗୋପାଳ ଜେନା ଏଥିରେ ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ହସ ଦିବସ ପାଳନର ପୃଷ୍ଠଭୂମି ଓ ବାଲେଶ୍ୱର ହସ ପରିବାରର କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ପାଦକ ସାମ୍ବାଦିକ ବ୍ରହ୍ମନାଥ ରଥ ଏଥିରେ ହସ ପରିବାରର ବିବରଣୀ ଉପସ୍ଥାପନା କରିଥିଲେ। 9 ବର୍ଷ ତଳେ ମାତ୍ର 5 ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ହସ ପରିବାରରେ ବର୍ତ୍ତମାନ 50ରୁ ଉର୍ଦ୍ଧ୍ୱ ସଦସ୍ୟା ନିୟମିତ ସକାଳେ ଏକାଠି ହସିବା ସହିତ ବ୍ୟାୟାମ ଅଭ୍ୟାସ କରିଥିବା ସେ ସୂଚନା ଦେଇଥିଲେ। ଲକ୍ଷ୍ମୀନାରାୟଣ ଘୋଷ ଏଥିରେ ପ୍ରାରମ୍ଭିକ କଥା ରଖିଥିବା ବେଳେ ମନୋଜ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ ମଦନ କୁମାର ବର୍ଦ୍ଧନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଗୁରୁ ନନ୍ଦକିଶୋର ଦାସ ନିର୍ଦ୍ଦେଶନାରେ ହସ ପରିବାରର ମହିଳା ସଦସ୍ୟମାନେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ପରିବାରର ସଦସ୍ୟା ଆକାଶବାଣୀ ଘୋଷିକା ନମିତା ମଲ୍ଲିକଙ୍କ ଉପସ୍ଥାପନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ କବି ପଦ୍ମଲୋଚନ ପ୍ରଧାନଙ୍କର ବ୍ୟଙ୍ଗ କବିତା ପାଠ କରିଥିବା ବେଳେ ବ୍ରହ୍ମନାଥ ରଥ ବ୍ୟଙ୍ଗ କଥା ରଖିଥିଲେ। ବନିମାନ ରଥ, ଉର୍ବଶୀ ଦାସ, କାହ୍ନୁଚରଣ ଲେଙ୍କା, ଡାକ୍ତର ଅମିତାଭ ଗିରି, ଧରିତ୍ରୀ ମିଶ୍ର, ମନୋଜ ଦାସ ପ୍ରମୁଖ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ। ହସ ପରିବାରର ସଦସ୍ୟଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।